ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର 56 ଭୋଗ ମଧ୍ୟରୁ ଗୋଟିଏ ହେଉଛି ନଡ଼ିଆ କେଳି, ଯୋଉଟା କି ଖାଇବାକୁ ଯେତିକି ଟେଷ୍ଟି, ବନେଇବାକୁ ମଧ୍ୟ ସେତିକି ସହଜ। ଯିଏ ଖାଇଥିବେ ସେ ତ ଜାଣିଥିବେ। ଯଦି ଆପଣ ଖାଇନାହାନ୍ତି ତ ଏଇଟା ଘରେ ବନେଇ ନିଶ୍ଚୟ ଖାଆନ୍ତୁ ଆଉ କମେଣ୍ଟ ସେକ୍ସନରେ ଜଣାନ୍ତୁ କେମିତି ଲାଗିଲା। ଆପଣଙ୍କୁ ମୋ ଭିଡିଓଟି ଭଲ ଲାଗିଥିଲେ ଗୋଟିଏ ଲାଇକ୍ ନିଶ୍ଚୟ କରିବେ ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି। ତେବେ ଚାଲନ୍ତୁ ଦେଖିବା ଆଜିର ପ୍ରୋସେସ। ନଡ଼ିଆ କେଳି ବନେଇବା ପାଇଁ ବହୁତ ହି କମ ଟାଇମ ଲାଗେ। ଏଠି ମୁଁ ଅଟା ନେଇଛି। ଏଟା ସାଧାରଣତଃ ଅଟାରେ ହିଁ ବନା ଯାଇଥାଏ। ମୁଁ ଏଠି 1.5 କପ୍ ଅଟା ନେଇଛି। ଆପଣ ଆପଣଙ୍କ କ୍ୱାଣ୍ଟିଟି ଅନୁସାରେ କମ ବେଶୀ ବି କରିପାରିବେ। ଏଠି ମୁଁ ହାଫ୍ ଟି ସ୍ପୁନ ଲୁଣ ପକେଇ ଦେଇଛି, କିଛି ଜୁଆଣି, ଗୁଜୁରାତି ଗୁଣ୍ଡ ଆଉ ଗୋଟେ ବଡ ସ୍ପୁନର ଏଠି ଘିଅ ନେଇଛି। ଆଉ ଆପଣ ଚାହିଁଲେ ସେଥିରେ ତେଲ ବି ପକେଇ ପାରିବେ, କିନ୍ତୁ ଘିଅର ବାସ୍ନା ବହୁତ ହି ବଢିଆ ଆସେ। ଆଉ ଆମର ମେନ୍ ଇନଗ୍ରିଡିଏଣ୍ଟ ହେଲା ଏଠି ନଡ଼ିଆ। ମୁଁ ଅଟା ଯେତିକି ନେଇଥିଲି ସେତିକି ନଡ଼ିଆ ବି ନେଇଯାଇଛି। ତାକୁ ଆମେ ଭଲସେ ହାତରେ ଭଲସେ ନଡ଼ିଆକୁ ଅଟା ସହ ମିକ୍ସ କରିଦେଲା ପରେ ଏଠି ଆମେ ଅଳ୍ପ ଅଳ୍ପ କରିକି କ୍ଷୀର ୟୁଜ କରିବା। ଆପଣ ଚାହିଁଲେ ପାଣି ବି ୟୁଜ କରିପାରିବେ, କିନ୍ତୁ କ୍ଷୀରର ଟେଷ୍ଟଟା ବହୁତ ଭଲ ଆସିବ। ତ ଚାହାନ୍ତୁ କ୍ଷୀର ହିଁ ୟୁଜ କରିବାକୁ। ଏଠି ମୋର ହାଫ୍ କପ୍ କ୍ଷୀର ୟୁଜ ହେଇଛି। ଆପଣ ଅଳ୍ପ ଅଳ୍ପ କରିକି କ୍ଷୀର ପକେଇବେ, କାରଣ ଏକାଥରେ କ୍ଷୀରଟା ପକେଇଦେଲେ ଆମର ବ୍ୟାଟରଟା ପାଣିଆ ହେଇଯିବ, ଆମର ଡୋଟା ଭଲସେ ହବନି, ଯୋଉଟା କି ଆଗକୁ ପ୍ରୋବ୍ଲେମ ହେଇପାରେ। ଏଠି ମୁଁ ଅଳ୍ପ ଅଳ୍ପ କରିକି କ୍ଷୀର ପକେଇଥିଲି ଆଉ ହାଫ୍ କପ୍ କ୍ଷୀର ମୋର ୟୁଜ ହେଲା। ଏଠି ଦେଖନ୍ତୁ ଡୋଟା ଆମର ରୁଟିର ଅଟା ଡୋ ଭଳିଆ ହେଇଯାଇଛି, ଯୋଉଟା କି ଆଉଠୁ ଟିକେ ଆମେ ହାର୍ଡ କରିଛେ। ଏଠି ଆମେ ଗଢିଦବା ଗୋଟେ ଗୋଟେ କିରି ନଡ଼ିଆ କେଳି, ଯୋଉଟା କି ବହୁତ ହି ଇଜି। ଏଠି ସାଇଜ ଟା ମୁଁ ଏତିକି ରଖିଛି ଆଉ ମଝିରେ ଗୋଟେ ସେପ୍ ଦବା ପାଇଁ ଏମିତି ଆଙ୍ଗୁଠିରେ କରିଦେଇଛି, ଯୋଉଟା କି ବହୁତ ଭଲ ଦେଖାଯିବ ଛାଣି ସାରିଲା ପରେ। ଏଠି ଗୋଟେ ଗୋଟେ କିରି ସେପ୍ ଦେଇ ଦେଇକି ମୁଁ ପ୍ଲେଟରେ ରଖି ଦଉଛି। ଆପଣ ଚାହିଁବେ ଯଦି ବଡ ଛୋଟ ବି କରିପାରିବେ, କିଛି ମୋ ଚ୍ୟାନେଲରେ ଆଗରୁ ବହୁତ ସାରା 56 ଭୋଗର ରେସିପି ବି ମୁଁ ଅପଲୋଡ କରିଛି। ଯଦି ଆପଣ ଦେଖି ନାହାନ୍ତି ତ ଚ୍ୟାନେଲକୁ ସିଓର ଭିଜିଟ କରନ୍ତୁ ଆଉ ସବସ୍କ୍ରାଇବ ବି କରିଦିଅନ୍ତୁ। ଆଉ ସବୁ ଗୋଟେ ଗୋଟେ କିରି ଦେଖନ୍ତୁ। ଆପଣଙ୍କର ଯାହା ଇଚ୍ଛା ଆପଣ ସେଟା ବନେଇକି ନିଜେ ନିଜେ ଖାଆନ୍ତୁ ଆଉ ଘର ଲୋକଙ୍କୁ ବି ସିଓର ଖୁଆନ୍ତୁ, ସମସ୍ତଙ୍କୁ ବହୁତ ଭଲ ଲାଗିବ। ଏଠି ଦେଖନ୍ତୁ ମୁଁ ଗଢିକି ନଡ଼ିଆ କେଳି ସବୁ ରଖି ଦେଇଥିଲି। ଏବେ ଗୋଟେ କରେଇରେ ମୁଁ ତେଲ ୟୁଜ କରିଛି। ଆପଣ ଚାହିଁଲେ ଦେଶୀ ଗୁଆ ଘିଅ ବି ୟୁଜ କରିପାରିବେ, ସେଇଟା ବି ବହୁତ ଭଲ ହବ। ଏଠି ମୁଁ ତେଲରେ ଗୋଟି ଗୋଟି କିରି ଆମର କେଳି ଛାଣିବା ପାଇଁ ପକେଇ ଦଉଛି, ଯୋଉଟା କି ଆମେ ବହୁତ ହାଇ ଫ୍ଲେମରେ ରଖିବାନି, ଟିକେ କମ ଫ୍ଲେମରେ ରଖିବା, କାରଣ ତା ଭିତରଟା ବି ଆମର ଭଲସେ ହବାର ଅଛି। ନହେଲେ ଉପରୁ ଜଲ୍ଦି ରେଡ୍ ହେଇଯିବ ଆଉ ଭିତରଟା କଞ୍ଚା ରହିବ, ଖାଇବା ବେଳେ ଜମା ବି ଭଲ ଲାଗିବନି। ଆଗକୁ ଦୀପାବଳି ଆସୁଛି, ତ ଆପଣ ଯଦି ଓଡ଼ିଶାର ଅଥେଣ୍ଟିକ ମିଠା ବନେଇକି ଖାଇବାକୁ ଚାହୁଁଛନ୍ତି ତ ଏଇ ଡିଶଟା ନିଶ୍ଚୟ ବନାନ୍ତୁ, ଯୋଉଟା କି ବହୁତ ହି ସହଜ ଲାଗିବ ଆଉ ଖାଇବାକୁ ବି ବହୁତ ହି ବଢିଆ ଲାଗିବ। ଦେଖନ୍ତୁ କେତେ କମ ଟାଇମରେ ଆମର ବନି ଯାଉଛି। ଏବେ ଏଇଟାକୁ ଟିକେ ଏପଟ ସେପଟ କରିଦବା, ଯେମିତି ଚାରିପଟୁ ଏଇଟା ଭଲସେ ବ୍ରାଉନ ହେଇଯିବ। ଏଇଟା କେବଳ ବୟସ୍କ ଲୋକମାନଙ୍କୁ ନୁହେଁ, ଛୁଆମାନଙ୍କୁ ବି ବହୁତ ବଢିଆ ଲାଗିବ। ଆପଣ ଥରେ କରିକି ଦେଖନ୍ତୁ, ଛୁଆମାନେ ତ ମାଗି ମାଗି ଖାଇବେ। ଏଠି ଦେଖନ୍ତୁ ଆମର ଭଲସେ ବ୍ରାଉନ ହେଇଯାଇଛି ଆଉ ଉପର କଲରଟା ବି ବହୁତ ବଢିଆ ଆସିଛି। ପୁରା ପରଫେକ୍ଟ ଆମର ଜଗନ୍ନାଥଙ୍କ ମନ୍ଦିରରେ ମିଳିଲା ଭଳି କେଳି ଭଳିଆ ଲାଗୁଛି। ଏଠି ଆମେ ଛାଣିକି ତାକୁ ରଖିଦବା। ଏଠି ଆପଣ ଚାହିଁଲେ ଏମିତି ବି ଖାଇପାରିବେ, ନମକିନ୍ ହିସାବରେ ୟାକୁ ଖାଇପାରିବେ, ଏମିତି ବି ବହୁତ ଟେଷ୍ଟ ଲାଗିବ। ଆମେ ଆ ଦେହରେ ଟିକେ ଲୁଣ ବି ବ୍ୟବହାର କରିଛେ। ଏଇଟା କ୍ରିସ୍ପି ବି ଉପରୁ ଅଛି ଆଉ ଭିତରୁ ବି ବହୁତ ନରମ ଅଛି। ଯେହେତୁ ଆମେ 56 ଭୋଗର ଗୋଟିଏ ରେସିପି କରୁଛେ, ତ ସେଇ ଅନୁସାରେ ଆମେ ୟାକୁ ଚିନି ଶିରାରେ ପକେଇବା। ଏଇଟା ନର୍ମାଲି ଚିନି ଶିରାରେ ହିଁ ପଡିଥାଏ ଆଉ ମିଠା ବି ଟିକେ ଥାଏ। ଏଠି ମୁଁ ଗୋଟେ କପ୍ ପାଣିରେ ଗୋଟେ କପ୍ ଚିନି ପକେଇଛି ଆଉ ସେଥିରେ କିଛି ଗୁଜୁରାତି ପକେଇ ଦେଇଛି, ଯୋଉଟା କି ବାସ୍ନା ବହୁତ ବଢିଆ ଆସିବ ଆଉ ଫ୍ଲେଭର ବି ତାର ବହୁତ ଏନହାନ୍ସ ହେଇଯାଏ।
ଏଠି ଦେଖନ୍ତୁ ଭଲସେ ଫୁଟିଗଲା ପରେ ମୁଁ ଛାଣିକି ରଖିଥିବା ନଡ଼ିଆ କେଳିତକ ପକେଇ ଦେଇଛି। ତାକୁ ଟିକେ ଭଲସେ ଏପଟ ସେପଟ କରିକି ଥଣ୍ଡା ହବା ପାଇଁ ଛାଡିଦବା। ଏବେ ଆମର ଥଣ୍ଡା ହେଇଯାଇଛି। ଆଉ ଦେଖନ୍ତୁ କେତେ ବଢିଆ ଦେଖାଯାଉଛି। ଆଉ ଟେଷ୍ଟ ବି ବହୁତ ବଢିଆ ଆସିଥିଲା। ଆପଣ ମଧ୍ୟ ଏଇ ନଡ଼ିଆ କେଳିଟି ଘରେ ବନେଇକି ଖାଆନ୍ତୁ ଆଉ ସମସ୍ତିଙ୍କି ଖୁଆନ୍ତୁ। ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ।